ଦେଖିଲେ ଆମେ ପୁଣି କୁଆଡ଼େ ବାହାରିଲୁ। ପିଲାଙ୍କୁ ଧରି ରବିବାର ଦିନ କୁଆଡ଼େ ଗୋଟେ ଗଲେ ମୋତେ ଭାରି ଖୁସି ଲାଗେ। ଆଉ ପିଲାମାନେ ବି ଅପେକ୍ଷା କରିଥାନ୍ତି ମନ ଭିତରେ ଯେ ବୋଉ ଆମକୁ କୁଆଡ଼େ ଟିକେ ନେବ। ହେଲେ ଏ ଯେଉଁ ଗରମ, ତାଙ୍କୁ କୁଆଡ଼େ ନେବି? ଗତ ଥର ଆମେ ସବୁ ଗୋଟେ ପୋଖରୀକି ଗାଧେଇ ଯାଇଥିଲୁ। ସେ କଥା ବି ମୁଁ ଆପଣମାନଙ୍କୁ କହିଥିଲି, କିନ୍ତୁ ସେଦିନ ମୋ ମାଳିଆଟି ନଥିଲା, ସେ ଆସିପାରିନଥିଲା। ଏଥର ମା ପୁଅ ଶନିବାର ଦିନ ପଳେଇ ଆସିଥିଲେ। ତେଣୁ ଗତ ରବିବାର ଆମେ ପୁଣି ସେ ପୋଖରୀକି ଗାଧେଇ ଯାଇଥିଲୁ। ଆପଣମାନେ ଭାବୁଥିବେ ମୁଁ ଏଇ ଗାଧୁଆ ଭିଡ଼ିଓ କାହିଁକି ଦେଖାଉଛି। ହଁ, ସବୁ ଭିଡ଼ିଓ ପଛରେ ମୋର କିଛି ନା କିଛି ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ଥାଏ। ଆଉ କେବେ ବି ମୁଁ ଭାବେନି ମୁଁ ଯେଉଁ ଭିଡ଼ିଓ ସବୁ କରୁଛି ମୋ ପରପିଢ଼ି ବା ମୋର କନିଷ୍ଠମାନଙ୍କ ପାଇଁ ସେଥିରେ କିଛି କ୍ଷତିକାରକ ବାର୍ତ୍ତା ରହିଛି। ଗୁରୁଜନମାନଙ୍କୁ ସେସବୁ କେତେ ଦୂର ପସନ୍ଦ ହେବ ମୁଁ ଜାଣିନି, କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରିଛି ମୋଠୁ ଯେଉଁମାନେ ସାନ, ମୋ ଜୀବନର ଅନୁଭୂତିରୁ ସେମାନଙ୍କୁ କିଛି ଭଲ କଥା କହିବି। ଦେଖିଲେ ଏଠି ଗୋଟେ କ'ଣ କାରବାର ଚାଲିଛି। ସେଇ ପୋଖରୀ କୂଳରେ ଗୋଟିଏ ପଥର ଧରିକି ଏ ଝିଅ ଜଣକ ଶ୍ରୀରାମ ଲେଖୁଥିଲେ, ଆଉ ସତକୁ ସତ ଫୋପାଡ଼ି ଦେଲା ବେଳକୁ ପଥରଟି ଭାସିଥିଲା। ଏ କଥାଟି ବି ବଡ଼ କୌତୂହଳ ଲାଗିଲା, ଆଉ ପିଲାମାନେ ତାକୁ ଦେଖିଲେ। ସବୁଠୁ ବଡ଼ କଥା ହେଉଛି ଏଇ ଗାଁକୁ ଯିବା ପୂର୍ବରୁ ଗୋଟିଏ ଶିବ ମନ୍ଦିର ପଡ଼େ, ଆଉ ସେଇଠି ବି ଗୋଟିଏ ପାଣି କୁଣ୍ଡରେ ପଥରଟିଏ ଅଛି, ଆଉ ସେଇଟା ବି ପାଣିରେ ଭାସୁଛି। କୁହାଯାଏ ଜୟ ଶ୍ରୀରାମ ଲେଖିଲେ ପଥର ପାଣିରେ ବୁଡ଼େ ନାହିଁ। କାହିଁକି କହିଲେ, ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ବାନ୍ଧୁଥିଲେ ନା, ସେତେବେଳେ ସମୁଦ୍ରରେ ପଥର ସବୁ ବୁଡ଼ି ଯାଉଥିଲା। ସେତିକି ବେଳେ ସେମାନେ ପଥରରେ ଜୟ ଶ୍ରୀରାମ ଲେଖି ପକାଇବା ଦ୍ୱାରା ପଥର ଆଉ ବୁଡ଼ି ନଥିଲା। ସତରେ ସେଇ କାହାଣୀ ଆଜି ବି ପୁଣି ଥରେ ଏଇଠି ଦେଖି ଆମେ ବଡ଼ କୌତୂହଳୀ ହେଲୁ। ହଁ, ବୈଜ୍ଞାନିକ କାରଣ ତ କିଛି ନା କିଛି ବାହାର କରାଯାଇପାରିବ, କିନ୍ତୁ ଆଧ୍ୟାତ୍ମିକ ଭାବେ ଏ ଜିନିଷଟି ଦେଖି ଆମକୁ ଭାରି ଖୁସି ଲାଗିଲା। ହଁ, କେଉଁ କଥା କହୁ କୁଆଡ଼େ ପହଞ୍ଚିଲି। ପିଲାମାନଙ୍କର ପାଣି ପ୍ରତି ଭୟ ଛଡ଼ାଇବା ମୋର ହେଉଛି ପ୍ରଥମ ଉଦ୍ଦେଶ୍ୟ। ଗୋଟେ ଶୃଙ୍ଖଳିତ ଭାବରେ ପହଁରା ଶିଖିବା ପାଇଁ ଅବଶ୍ୟ ଆମ ପାଖରେ ବି ଗୋଟିଏ ଯୋଜନା ହେଇଗଲାଣି। ଏ କଥାଟି ମୁଁ ଜାଣିନଥିଲି। ଏବେ ମୁଁ ଜାଣିଲା ପରେ ଭାବିଛି ପିଲାମାନଙ୍କୁ ସେଠି କେମିତି ପ୍ରଶିକ୍ଷଣ ଦିଆଇବି ତାର ପ୍ରଚେଷ୍ଟା କରିବି। କିନ୍ତୁ ଏ ଖରା ଗରମରେ ଯେତେ ଟ୍ୟାପ୍ ପାଣିରେ ଗାଧେଇଲେ ବି ବୁଡ଼ା ପାଣିଟା ନିଶ୍ଚିତ ଭାବରେ ଉପକାରୀ। ଆଗରୁ ଆପଣମାନଙ୍କୁ ଏମାନେ ଛୋଟ ଥିଲାବେଳେ ମୁଁ ବହୁତ ଗାଧୁଆ ଭିଡ଼ିଓ ଦେଖେଇଛି। ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ଲାଷ୍ଟିକ୍ ବା ସିଲଭରର କୁଣ୍ଡ ଥାଏ, ଆଉ ଖରାଦିନେ ମୁଁ ସେମାନଙ୍କୁ ସେଇଥିରେ ଘଣ୍ଟା ଘଣ୍ଟା ବସେଇ ଗାଧେଇ ଦିଏ। ଏବେ ତ ଆଉ ତା ହେଇପାରିବନି। ପିଲାମାନଙ୍କୁ କହିଥିଲି, କେଉଁଠି ଗୋଟେ ଦେଖିଲ ବାପା, ଯାଇକି ଟିକେ ଗାଧେଇବା। ବଡ଼ ଭାଗ୍ୟର କଥା ଯେ ଆମ ପାଖ ଗାଁର ଏଇ ପୋଖରୀଟିକି ଆମେ 2 ଥର ଗାଧେଇ ଗଲୁଣି। ତାଠୁ ସୌଭାଗ୍ୟର କଥା, ଆମ ଗାଁରେ ଏବେ ପୋଖରୀ ଖୋଳା କାମ ଜୋରସୋର ଚାଲିଛି, ଆଉ ଖୁବ୍ ଶୀଘ୍ର ସେଠି ଗାଧେଇବାକୁ ସୁଯୋଗ ମିଳିବ ବୋଲି ମୁଁ ଆଶାବାଦୀ। ଆଉ ସେଥିପାଇଁ ଭଗବାନଙ୍କୁ ବି ପ୍ରାର୍ଥନା କରୁଛି ସୁରୁଖୁରୁରେ ଭଲରେ ଆମ ଗାଁ ପୋଖରୀ ଖୋଳା କାମ ସରିଯାଉ, ତାହେଲେ ଆମେ ବହୁତ ଜଣ ଉପକୃତ ହେବୁ। ହଁ, ଏବେ ଆଉ ଗୋଟିଏ ନୂଆ ସିଦ୍ଧାନ୍ତ ବି ମୁଁ ନେଇଛି। ମୁଁ ଆଉ ଏ ଗାଁକୁ ତାଙ୍କ ଗାଁ ବୋଲି କହିବିନି। ଏତେ ବର୍ଷ ମୁଁ ଏଠି ଜୀବନ କାଟିଲା ପରେ ଏ ଗାଁ ତ ମୋର ସମସ୍ତେ ନିଜର ହେଇଗଲେଣି। ମୋ ଆଖି ଆଗର ପିଲାମାନେ ବାହାସାହା ହେଇ ପୁଅ ଝିଅକୁ ନେଇ ସ୍କୁଲକୁ ଗଲେଣି। ଆହୁରି କେତେ କ'ଣ ପରିବର୍ତ୍ତନ ହେଇଗଲାଣି। କେତେ ଝିଅ ଶାଶୁଘରକୁ ଯାଇ ତାଙ୍କ ପୁଅ ଝିଅ ସବୁ କଲେଜରେ ପଢ଼ିଲେଣି। ଏତେ ସବୁ କଥା ପରେ ମୁଁ ଏ ଗାଁକୁ ଆଉ ପର ଗାଁ ବୋଲି ଭାବୁନି। ଏଇଠି ଦେଖନ୍ତୁ, ସେଦିନ ଗାଧୁଆର ସବୁଠୁ ମଜା କଥାଟି ଆରମ୍ଭ ହୋଇଗଲା। ମୋ ପୁଅ ଗୋଟେ ଟ୍ୟୁବ୍ ନେଇଥିଲା ତା'ର ଭଣଜା, ପୁତୁରା ଆଉ ପୁଅମାନଙ୍କୁ ଶିଖେଇବାକୁ। ଗତ ଥର ଆମ ସାଙ୍ଗରେ ନିଣ୍ଟୁ ଆଉ ନିଣ୍ଟି ଥିଲେ, ତେଣୁ ପିଲାଙ୍କୁ ବେଶୀ ପାଣିରେ ଖେଳେଇବାକୁ ଭୟ ଲାଗୁଥିଲା। ମୁଁ ତ କାଖେଇକି ତାକୁ ଡୁବ ମାରୁ ମାରୁ ସେ 2 ଢୋକ ପାଣି ବି ପିଇ ଦେଇଥିଲା। ଏସବୁ କାମ ବହୁତ ହୁସିଆର ହେଇ ନ କଲେ ଆଖି ପିଛୁଳାକେ ବିପଦ ମାଡ଼ି ବସିବ। ସବୁବେଳେ ମୁଁ ଗୋଟିଏ କଥା କହିଛି, ମୁଁ ଭିଡ଼ିଓ କରିବା ପାଇଁ କିଛି କରେ ନାହିଁ। ମୁଁ ଯାହା କରେ ତାକୁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଦେଖାଏ। ମୋର ଏଇ ସମସ୍ତ କାର୍ଯ୍ୟକଳାପ ଆପଣମାନଙ୍କୁ ଦେଖାଇବାରେ କେହି କେହି ମୋତେ ସମାଲୋଚନା ବି କରିଥାନ୍ତି, କିନ୍ତୁ ମୁଁ ସେ ସମାଲୋଚନାକୁ କେବେ ବି ଶୁଣେ ନାହିଁ ବା ଭୟ କରେ ନାହିଁ। ଯଦି ମୁଁ ଭାବନ୍ତି ଯେ ମୁଁ କିଛି ଭୁଲ କାମ କରୁଛି, ତାହେଲେ ଅବଶ୍ୟ ମୁଁ ତା'ର ପ୍ରତିକାର କରନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ମୁଁ କୌଣସି ଭୁଲ କରୁଛି ବୋଲି ଭାବୁନାହିଁ ବା ମୋତେ କିଏ ସେତିକି ଠିକ୍ ଭାବରେ ବୁଝେଇ ନ ଦେଇଛନ୍ତି, ତାହେଲେ ମୁଁ କାହିଁକି ମୋ କାମରୁ ବିରତ ହେବି। ଆଉ ପିଲାଳିଆମି ତ ମୋର ସବୁବେଳେ ଜୀବନ ସାରା ରହିଥାଉ ବୋଲି ମୁଁ ପ୍ରାର୍ଥନା କରେ। ମୋ ପିଲାଳିଆମି ପାଇଁ ହିଁ ମୁଁ ଏତେ ଏତେ ଦୁଃଖ ସହି ଆଜି ବି ଖୁସିରେ ବଞ୍ଚିଛି। କାହାକୁ ଏ କଥା ହାସ୍ୟାସ୍ପଦ ଲାଗୁଥିବ,
ହେଲେ ଏମିତି ଛୋଟ ଛୋଟ କଥାରେ ମୁଁ ବହୁତ ମଜା ନିଏ ଆଉ ମୋ ପିଲାମାନଙ୍କୁ ମୁଁ ବହୁତ କିଛି ଶିକ୍ଷା ଦିଏ ବୋଲି ଅନୁଭବ କରେ। ସେଇଥିପାଇଁ ଏମିତି ଭିଡ଼ିଓ ସବୁ ଆପଣମାନଙ୍କୁ ବାଣ୍ଟି ଦିଏ। ସତ କହିଲେ ମୋର ଏଭଳି ଭିଡ଼ିଓ କରିବା ଆପଣମାନଙ୍କୁ କିଛି ଖରାପ ପ୍ରଭାବ ପକାଉଛି କି, ବା ଆପଣଙ୍କ ମନରେ କିଛି ନକାରାତ୍ମକ ମନୋଭାବ ଆସୁଛି କି? ମୋତେ ତ ପହଁରି ଆସେନି, ଜୀବନରେ ମୁଁ ପହଁରି ଶିଖିନଥିଲି। ଆଜି ମୋ ପୁଅ ଯୋଗୁଁ ଟିକେ ଟିଉରେ ପହଁରିଲି। ଇଏ ସାଙ୍ଗେ ସାଙ୍ଗେ ପହଁରିକି ଦେଖେଇ ଦେଇକି ବାହାଦୁରୀ ମାରିଲେ, କହିଲେ ଗଲ ଦେଖିଆ ପହଁରିବ। ମୁଁ କହିଲି ନାଇଁ ଲୋ ବାପା। ଭିଡ଼ିଓ କଲାବାଲାଙ୍କ ପ୍ରତି ଯେମିତି ବହୁତ ପ୍ରଶଂସା ଅଛି, ବହୁତ ନିନ୍ଦା ବି ଅଛି। ଯଦି କିଛି ଭଲ ମନ୍ଦ ହେଇଯାଏ କେହି ଆହା ପଦେ କହିବେନି, କହିବେ ଦେଖୁନ ବୁଢ଼ୀ ବୟସରେ ଭିଡ଼ିଓ କରି ଭ୍ୟୁ ପାଇବ ବୋଲି ଶେଷରେ ପୋଖରୀରେ ବୁଡ଼ି ମଲା। କିନ୍ତୁ ଅନେକ କଥା ଅଛି ଯେଉଁଗୁଡ଼ା ଦେଖେଇଲେ ମୋର ହୁଏତ ବହୁତ ଭ୍ୟୁ ହୁଅନ୍ତା, କିନ୍ତୁ ସେ ସବୁକୁ ମୁଁ ଅନ୍ତର ଭିତରେ ରଖି ତା'ର ଗୋଟେ ଭିନ୍ନ ଆନନ୍ଦ ଆସ୍ୱାଦନ କରିବା ପାଇଁ ମୁଁ ସେସବୁ ଭିଡ଼ିଓକୁ ପ୍ରସାରଣ କରିପାରେ ନାହିଁ। ବେଳେବେଳେ ଭାବେ ଏଇଟା ବି ମୋର ଗୋଟେ ସ୍ୱାର୍ଥପରତା। ତଥାପି ମୁଁ ଆଜି ପର୍ଯ୍ୟନ୍ତ ସେମିତି କିଛି କଥା ଗୋପନ ରଖିଛି। ଭାବୁଛି କାହିଁକି ସେ କଥା ସବୁ ଆପଣମାନଙ୍କୁ କହିବି। ଅବଶ୍ୟ ଆପଣମାନଙ୍କ ଆଗରେ ମୋ କଥା କହିଦେଲେ ମୁଁ ବହୁତ ହାଲୁକା ହେଇଯାଏ। ଯଦି 100 ଜଣ ମୋର ଅନ୍ତରଙ୍ଗ ହେଲାବେଳେ ଆଉ 5 ଜଣ ମୋତେ ସେଥିପାଇଁ ଭୁଲ ବୁଝୁଛନ୍ତି, ତାହେଲେ ମୁଁ କାହାକୁ ପ୍ରାଧାନ୍ୟ ଦେବି? ଆପଣମାନେ କହନ୍ତୁ ତ, ମୋର ଏ ଭାବନା ଠିକ୍ ନା ଭୁଲ? ଆଉ ପିଲାମାନଙ୍କୁ ମୁଁ ପୋଖରୀକି ନେଇ ଗାଧେଇ ଯିବାର ଏକମାତ୍ର କାରଣ ସେମାନଙ୍କୁ ପାଣିରୁ ଭୟ ଛଡ଼େଇବା। ଏବେ ଯେଉଁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସବୁ ଦେଖାଦେଉଛି, ପିଲାଙ୍କୁ ସବୁ ପ୍ରକାର ସ୍ଥିତିରେ କେମିତି ନିଜକୁ ସଂଘର୍ଷ କରିକି ଉପସ୍ଥାପିତ କରିବେ ଶିଖେଇବା ହେଉଛି ମୋର ମୂଳ ଲକ୍ଷ୍ୟ। ଅତି ସୁକୁମାରିଆ ହେଇ ଘରେ ବସି ରହିଲେ ସେମାନେ ଭୟାଳୁ ହେଇଯାଉଛନ୍ତି। ଆଉ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ନିର୍ଦ୍ଦିଷ୍ଟ ଭାବରେ ସନ୍ତରଣ ଶିଖିବା ଆଉ ଯେକୌଣସି ଜାଗାରେ ସନ୍ତରଣ କରିବା ଦୁଇଟା ବି ଭିନ୍ନ ଜିନିଷ। ସେଇଥିପାଇଁ ମୁଁ ପିଲାମାନଙ୍କୁ ନେଇ ପୋଖରୀକି ଯାଉଛି ଆଉ ଆପଣମାନଙ୍କୁ ମଧ୍ୟ ଭିଡ଼ିଓ ଦେଖାଉଛି। ଆଉ ପିଲାମାନେ ବି ବହୁତ ଖୁସି ହେଉଛନ୍ତି। ଆଉ ସାଙ୍ଗରେ ତ ମୋ ପିଲାମାନେ ସବୁବେଳେ ରହୁଛନ୍ତି, ନହେଲେ ଏମାନଙ୍କୁ ନେଇକି କ'ଣ ମୁଁ ଚଳେଇ ପାରନ୍ତି? ସେଦିନ ଗୁଲି ବି ସାଙ୍ଗରେ ଯାଇଥିଲା, ତେଣୁ ଭିଡ଼ିଓ କରିବାରେ ଆମର କିଛି ଅସୁବିଧା ହେଲାନି। ଏଥର ଆମ ସାଙ୍ଗେ କିନ୍ତୁ ଯାଇନଥିଲା ଶିବ। ଆମେ ସବୁ ଯାଇ ମନ ଇଚ୍ଛା ଗାଧୁଆ ପାଧୁଆ କଲୁ। ଏଥର ବି ଫେରିଲା ବେଳେ ଆମେ ବରା ଫରା କିଣି ଆଣିକି ଘରେ ଆନନ୍ଦରେ ଖାଇଲୁ। ଦେଖାଯାଉ ଏଇ ଖରାଦିନ ଭିତରେ ଆମେ ସେଠିକି ଆଉ ଯାଇପାରୁଛୁ କି ନାହିଁ। ହେଲେ ସବୁଠୁ ଭଲ ଲାଗୁଥିଲା ସେ ଗାଁର ଯୁବକମାନଙ୍କର ଉଦ୍ୟମ। ସେମାନେ ସେଠି ଗୋଟେ ଟ୍ୟୁବ୍ ବି ବାନ୍ଧିକି ରଖିଛନ୍ତି ଦଉଡ଼ି ଦ୍ୱାରା। ଚାରିପାଖ ବହୁତ ସୁନ୍ଦର ପରିଷ୍କାର ପରିଚ୍ଛନ୍ନ ଅଛି। ଏ ତ ଖୁବ୍ କମ୍ ଦିନ ହେଲା ହେଇଛି। ଆଗକୁ ନିଶ୍ଚିତ ଭାବରେ ଗଛପତ୍ର ଲଗେଇକି ସେମାନେ ଏ ସ୍ଥାନଟିକୁ ଆକର୍ଷଣୀୟ କରିବେ। ଆଉ ଆମେମାନେ ଯିଏ ଗାଧେଇ ଯାଉଛୁ, ଆମେ ବି ଏ ସ୍ଥାନର ମର୍ଯ୍ୟାଦା ରକ୍ଷା କରି ଗାଧେଇ ପାଧେଇ ଆସିବା ଉଚିତ। ମୁଁ ତ ଏଠି ପିଲାମାନଙ୍କୁ ସାବୁନ ବି ଲଗେଇ ଦିଏନି, କିମ୍ବା କୌଣସି ଲୁଗାପଟା ସଫା କରିବାର ତ ପ୍ରଶ୍ନ ଉଠୁନି। କେବଳ ତେଲ ଟିକେ ନେଇ ଲଗେଇ ଦିଏ। ବାହାର ପାଣି କାଳେ ଥଣ୍ଡା ଧରିଯିବ, ବାସ୍ ସେତିକି। ଆଉ ସାବୁନ ନେଇ ଖୋଳ ପକେଇ ସାମ୍ପୋ ଖୋଳ ପକେଇ ସେ ଜାଗାକୁ ଅପରିଷ୍କାର କଲେ ଏ ସୁନ୍ଦର ପୋଖରୀଟି ପୁଣି ଅବର୍ଜନା ହେଇଯିବ। ହେଲେ ମୋର ବିଶ୍ୱାସ ଅଛି ଯେଉଁ ପିଲାମାନେ ଏତେ ପରିଷ୍କାର କରିଛନ୍ତି ଆଗକୁ ବି ସେମାନେ ପରିଷ୍କାର ହିଁ ରଖିବେ।